ଆପଣ ପରିଚୟଟା କ'ଣ ଦେବେ? ଆଜି ଯେଉଁ ଗ୍ରାମୀଣ ଜଳ ଯୋଗାଣର ଏତେ ମାତ୍ରାରେ ଲୋକ ଷ୍ଟ୍ରାଇକ୍ କରିଛନ୍ତି, କ'ଣ ପାଇଁ ଷ୍ଟ୍ରାଇକ୍ କରିଛନ୍ତି ଆଜ୍ଞା? ମୋ ନାଁ ସୁଜନ କୁମାର ସାହୁ, ଯାଜପୁର ଜିଲ୍ଲାର 10 ବ୍ଲକର ନିଜାମପୁର ପଞ୍ଚାୟତ ପାରିପଦାର ମୁଁ ଗୋଟେ ଯୁବକ, ଅର୍ଥାତ୍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣର ଗୋଟେ ସହକର୍ମୀ। ଆଜି ଯେଉଁ ଆମେ ଧାରଣା ଦେବାର ମୁଖ୍ୟ କାରଣ ଏଇକି ଯେ ଆପଣ ଜାଣିଥିବେ ଯେ ବିଗତ ଦିନରୁ ଏଯାବତ ଯାଏ ଯେଉଁ ଭୁବନେଶ୍ୱରରେ ଯେଉଁ ଏପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି, ସରକାରଙ୍କ ପାଖରେ ଦାବି ପୂରଣ କରିଛନ୍ତି। ଯେଉଁ 2-3ଟି ଦାବି ଅଛି, ଯେଉଁ କୁଶଳ ମାନ୍ୟତା ପାଇଁ କି ଆମର ପଞ୍ଚାୟତ ରାଜର କିଛି ଇଏ କରିବା ପାଇଁ, ଉଚ୍ଚତା ନେବା ପାଇଁ, ସେଥିପାଇଁ ଆମେ ଧାରଣାରେ ବସିଥିବା ବେଳେ ସରକାର ପ୍ରତିଶ୍ରୁତି ଦେବା ବେଳେ କି ହଁ ସେମାନଙ୍କର ଯାହା ଧାରଣାର ଅଛି ପ୍ରତିଶ୍ରୁତି ସେଟାକୁ ଆମେ ଫୁଲଫିଲ୍ କରିବୁ, ପୂରଣ କରିବୁ। ସେଥିପାଇଁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ଝାଡ଼ପଡ଼ା ଗ୍ରାମରେ ମେରୁ ଯାତ୍ରା ଉଦ୍ଯାପିତ ହୋଇଯାଇଛି। ଏହି ଯାତ୍ରା 13 ଦିନ ଧରି ପାଳନ କରାଗଲା। ମେରୁ ଯାତ୍ରାର କମିଟି ଭଗବତାଙ୍କ ମଧ୍ୟରେ ସମନ୍ୱୟ ରହି ଠାକୁର ନୀଳକଣ୍ଠେଶ୍ୱରଙ୍କୁ ବିରାଜମାନ କରି ରୀତିନୀତି ଅନୁସାରେ ପାଣିକଳଠାରୁ ଆରମ୍ଭ କରି ମେରୁ ପର୍ଯ୍ୟନ୍ତ ଠାକୁରଙ୍କୁ ଘୋଡ଼ତୋପ ଇତ୍ୟାଦି ବିଧି ବିଧାନରେ କରାଗଲା ଓ ପରିଶେଷରେ ଠାକୁରଙ୍କୁ ଉଦ୍ଯାପନ କରାଗଲା। ରଣପୁରରୁ ବିପିନ ପ୍ରରାଜ ଓଡ଼ିଶା ନ୍ୟୁଜ୍। ଏଇ 3ଟି ଦାବି ଉପରେ ସେମାନଙ୍କୁ ସହଯୋଗ ମିଳିବ। ସେ ସହଯୋଗ ସରକାର କଥା ଦେଇକି କଥା ନ ରଖିଥିବାରୁ ସେ ଆଜି ନିଜକୁ ରସି ଦେଇକି ନିଜେ ମରିଛନ୍ତି। କେବଳ ମରିଛନ୍ତି। ଆପଣମାନେ ଚିନ୍ତା କରନ୍ତୁ, ସେ ବସିଥିଲେ କ'ଣ ପାଇଁ? ଗୋଟେ ଜଳ ହେଲା ମୁଖ୍ୟ କାରଣ, ପ୍ରତ୍ୟେକ ମନୁଷ୍ୟଙ୍କର ମୁଖ୍ୟ କାରଣ। ଖରାଦିନ ହେଉଛି, ଜଳ ବିନା ମଣିଷ ଜୀବନ ବଞ୍ଚିବା ମୁସ୍କିଲ ହୋଇପାରୁଛି। ଯଦି ଏଇ କଥା ଗୋଟେ ଲଜ୍ଜା ଲାଗୁଛି, ଏଇ କଥାକୁ ନେଇକି ଦାବିରେ ଧାରଣାରେ ବସିବାକୁ ପଡ଼ୁଛି। ସରକାରଙ୍କ ଆଗରେ ଆମର ଦାବି ରଖିବାକୁ ପଡ଼ୁଛି। ଏଇ ସରକାର ଯିଏ କହୁଛି ଓଡ଼ିଆ ଅସ୍ମିତା କହୁଛି, କି କୃଷକମାନଙ୍କ ସରକାର କହୁଛି, ଗରିବମାନଙ୍କ ସରକାର କହୁଛି, ଧାରଣାରେ ବସିବାକୁ ପଡ଼ୁଛି। ସେଥିପାଇଁ ସେ ଆଜି ଆମ ଭାଇଟା ସେ କଣ୍ଟାପଡ଼ା ବ୍ଲକରେ ସେ ଭାଇ ଆଜି ସୁସାଇଡ଼ କରିଛନ୍ତି। ଆପଣ ଚିନ୍ତା କରନ୍ତୁ, ଗୋଟେ ଲେବର ହଉ, ଗୋଟେ ସାଧାରଣ ଲେବର ହଉ, ପ୍ରତିଦିନରେ 100 ଟଙ୍କାରେ ସେ କ'ଣ ଘର ତାର ପରିସ୍ଥିତି କି ମେଣ୍ଟେଇ ପାରିବ କି ଭରଣ ପୋଷଣ କରିପାରିବ? ଗୋଟେ 100 ଟଙ୍କାରେ ଜଣେ ଘର ଚଳେଇ ପାରିବ? ଏଇଟା ଗୋଟେ ଠିକ୍ କଥା? ଆପଣମାନେ କୁହନ୍ତୁ। ତାକୁ ଯେ 100 ଟଙ୍କା ଦେଇକି ଯଦି ସିଏ କରିବ, ସେ ସୁସାଇଡ଼ କରିବନି। ଆଜି ସିଏ ସୁସାଇଡ଼ କଲା, କାଲି ଆଉ କିଏ କରିବ? 100 ଟଙ୍କାରେ ଏଠି ଜୀବନ ବଞ୍ଚିବା କେତେ ମୁସ୍କିଲ ହେଉଛି। ଗୋଟେ ମଣିଷ ପାଖରେ ପାଣି ପହଞ୍ଚିବା ପାଇଁ ଯେ 100 ଟଙ୍କା ରୋଜଗାର କରିକି ଧାରଣା ବସିବାକୁ ପଡ଼ୁଛି, ଏ ସରକାର ଧିକ୍ କହିବାକୁ ପଡ଼ୁଛି। ଏତେ ଖରାପ ଲାଗୁଛି ଆଜି ଆପଣମାନଙ୍କ ମାଧ୍ୟମରେ, ସୋସିଆଲ ମିଡ଼ିଆ ମାଧ୍ୟମରେ ଏଇ ମତାମତ ପହଞ୍ଚାଇବା ପାଇଁ। ଆପଣଙ୍କର ଏଇ ଯେଉଁ ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତା କରିଛନ୍ତି, ସିଏ କହୁଛନ୍ତି 100 କମ୍ପ୍ଲେନ୍ ଆଇଲେ ଆମେ 80% କମ୍ପ୍ଲେନ୍କୁ ଆମେ ସକ୍ସେସ୍ କରାଉଛୁ। ସେ ବିଷୟରେ ଆପଣ କ'ଣ କହିବେ? ଶୁଣନ୍ତୁ, ସେ ଓଡ଼ିଆ ଅସ୍ମିତା ସରକାର କେବଳ ଇଏ ଯେଉଁ ସରକାର ଆସିଛନ୍ତି, ଇଏ ବୋଧେ ମୋତେ ଭାବୁଛି ଇଏ ଯେଉଁ ଫିଲ୍ମ, ଯେଉଁ ନାୟକ ଫିଲ୍ମ ଦେଖିଦେଇଛନ୍ତି, ସେ ନାୟକ ଫିଲ୍ମରେ ଯେମିତି କପି ପେଷ୍ଟ ଯେମିତି କରିକି କାମ କରୁଛନ୍ତି। ଓଡ଼ିଆ ଅସ୍ମିତା ଖାଲି ଗୋଟେ ନାରା ଦେଇ କାମ କରୁଛନ୍ତି, କମ୍ପ୍ଲେଣ୍ଟକୁ ରେଜିଷ୍ଟର କରୁଛନ୍ତି, କୌଣସି କାମରେ ବି ଆସୁନାହିଁ। ଯଦି ଆସନ୍ତା, ଆପଣ କୁହନ୍ତୁ ଇଏ ଓଡ଼ିଆ ଅସ୍ମିତା ସରକାର କି ଲୋକମାନଙ୍କ ସରକାର, ଲୋକ ଧାରଣା କାହିଁକି ଦେବାକୁ ଯିବେ? ଧାରଣା କ'ଣ ପାଇଁ ବସିବେ? ଏଯାବତ 3 ମାସ ପୂର୍ବରୁ ଏଯାବତ ଧାରଣାରେ ବସିଛନ୍ତି। ଧାରଣାର ପ୍ରତିଶ୍ରୁତି ବିଫଳ ହେବା ଫଳରେ ଆଜି ଗୋଟେ ଯୁବକ ଆତ୍ମହତ୍ୟା କରିଛି, ଆମର ଭାଇ ଆତ୍ମହତ୍ୟା କରିଛି। ମୁଁ ବି ଗୋଟେ ସହକର୍ମୀ, ମୁଁ ବି ଗୋଟେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣରେ ମୁଁ ଗୋଟେ ବି କର୍ମୀ, ଏମାନେ ବି ଗୋଟେ କର୍ମୀ। ଆଜି ସିଏ ମଲା, ଆଜି ଆମେ ମରିମୁ। ଆମେ କ'ଣ ଘର ଗୋଟେ ଭରଣ ପୋଷଣ ପାଇଁ 100 ଟଙ୍କା ଦିନକୁ ମାତ୍ର 100 ଟଙ୍କାରେ ଦେଲେ ଆମ ଘର ଭରଣ ପୋଷଣ ହେଇଯିବ? ଆପଣ କୁହନ୍ତୁ। ଇଏ ହେଲା ଓଡ଼ିଆ ଅସ୍ମିତା ସରକାର, ଏଇ ହେଲା କୃଷକମାନଙ୍କ ସରକାର, ଏଇ ହେଲା ଦୁଃଖୀ ଦରିଦ୍ରମାନଙ୍କ ସରକାର। ଆଜି ଯେଉଁ ରାଜଧାନୀରେ 3 ମାସ ହେଲା ବସିଛନ୍ତି, ସରକାର କଥା ଦେଇକି କଥା ରଖିନାହାନ୍ତି, ସେ ବିଷୟରେ ସରକାରଙ୍କୁ ଆପଣ କ'ଣ କହିବେ? ସରକାରକୁ ବିନମ୍ର ଅନୁରୋଧ ପ୍ରତି ମୁହୂର୍ତ୍ତରେ ଆମେ କରୁଛୁ, ଆଜି ବି କରୁଛୁ। ଆପଣ ପାଇଁ ଗୋଟେ ଗରିବ ଶ୍ରେଣୀର ପିଲାଟେ ମରିଗଲା, ଆପଣ ତଥାପି ଯଦି ଆପଣଙ୍କର ଭୋକ ମେଣ୍ଟି ନାହିଁ, ଆମେ ବି ମରିବା ପାଇଁ ପ୍ରସ୍ତୁତ ଅଛି। ଦୟାକରି କହୁଛୁ, ଏ ଲୋକମାନଙ୍କୁ ନ ମରିବା ପାଇଁ ଆପଣ ଆମର ପ୍ରତିଶ୍ରୁତିଟା ପୂରଣ କରନ୍ତୁ। ଦୟାକରି ଆମର ହାତ ଯୋଡ଼ି କହୁଛୁ। ପାଣି ପାଇଁ ଆମେ ଲୋକଙ୍କ ପାଇଁ ଆମେ ଚେଷ୍ଟା କଲାବେଳେ ଆପଣ ଆମର ଲୋକଙ୍କୁ ମାରିବା ପାଇଁ ବସିଛନ୍ତି ଏଠି। ଆଜ୍ଞା, ଆପଣ କେତେ ବର୍ଷ ହେଲା ଏଇ ଗ୍ରାମୀଣ ଜଳ ଯୋଗାଣରେ କର୍ମ କଲେଣି? ଦେଖନ୍ତୁ, ଆମେ ଦୀର୍ଘ 20-25 ବର୍ଷ ହେଲା ଏଇ ବିଭାଗରେ ଆମେ କାମ କଲୁଣୁ। କେବଳ କାମ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପାଣି ଗୋଟେ ଏମିତି ଗୋଟେ ବଡ଼ ଜୀବିକା ଗୋଟେ ମନୁଷ୍ୟର। ଆମେ ଚାହୁଁଛୁ କି ଦେଖନ୍ତୁ, ଇଏ ଆମ ଗାଁରେ ଗୋଟେ ପାଣି ପ୍ରକଳ୍ପ ଅଛି, ଯାହାକି 6-7ଟି ଗ୍ରାମର 2ଟା ପଞ୍ଚାୟତରେ ଏଠି ନିର୍ଭର କରୁଛନ୍ତି। ଯଦି ଆମେ ଠିକ୍ ଭାବରେ ପାଇବୁନୁ, ସରକାର ପାଖରୁ କିଛି ଆମେ ପାଇବୁନୁ, କି ସହାୟତା ପାଇବୁନୁ, ଆମେ ଆମେ ବାଧ୍ୟ କରିବୁ ପାଣିକି ବନ୍ଦ କରିବୁ। ଆମେ ନିଜେ ଜାଗା ଦେବୁ, ପାଣି ଦେବୁ, ପାଣି ଦେଲା ଫଳରେ ବି ଲୋକମାନଙ୍କ ପାଖରେ ପହଞ୍ଚୁନି, ଆମେ ଦୟାକରି ବନ୍ଦ କରିବୁ।
जो सरकार को आम ठिया कर जो सरकार को आम चाहूँ कि 24 वर्ष सरकार किसी कर पारे ये नूतन सरकार नूतन दलर किसी सरकार आसिक आम कथा शुणी पारे से सरकार गोटे चुटकी चाहिए भी आम उठे खपाड़ दे पारू खाली भाषण देकी मीडिया आगे बाइट देकी ओडिया अस्मिता देकी प्रत्येक गोटे गोटे डायलॉग मारिकी कौटी कौ स्टेज को गले कौटी खाइबू ये कर खाली ये सरकार कर साधारण साधारण लोक सरकार ये पारे ये सरकार आम ही उठेदेबू। धन्यवाद आज्ञा आपण परिचयटा कौन आज एत मात्रा जो स्ट्राइक कर कौन पर स्ट्राइक कर नमस्कार मु तपन कुमार साहू जाजपुर डिस्ट्रिक्ट दशरथपुर ब्लॉक रू कहूँ आज आम स्ट्राइक करूँ कारण आमर भाई जड़े आत्महत्या कर घोर अभाव अनाटन आत्महत्या कर आम आज स्ट्राइक करूँ आम संपूर्ण भाव पानी बंद करने प्रतिश्रुति देचु आज आज टोटाल मोटर चलेबुनि आम कह कारण है आमको सरकार 3 मास है कही आसूँ जे तुम प्रतिश्रुति पूरण हम किंतु एपर्यंत आमर प्रतिश्रुति पूरण है किंतु आम बसीचु एपर्यंत राजरास्तार पीएमजी रे बसीचु आमर कौन प्रतिश्रुति पूरण है नहीं आम सरकार को बारंबार गुहारी करूँ आम प्रतिश्रुति पूरण कर आम लोकंर सेवा करूँ किंतु एपर्यंत सरकार आम कौन प्रतिश्रुति पूरण कलानी सरकार कही आसी तुम प्रतिश्रुति पूरण हम खोद मोहन माझी निजे कहते मुख्यमंत्री आमर निजे कहते जे तुम प्रतिश्रुति हाँ आम पूरण करदेमु एपर्यंत आमको प्रतिश्रुति पूरण कले जहाँकि आमर जड़े निराश हो गोटे आम कर्मचारी आत्महत्या कले आम भी निश्चित बाध्य हूँ आम आत्महत्या करें आगामी दिन में राजरास्ता बस भुवनेश्वर से मृत्युवरण करती सरकार दायी हे एम जो पिला अच्छा मृत्युवरण करेंगे सरकार संपूर्ण भाव दायी हे जता शीघ्र यदि न करती एपाई समस्ते दायी हे सरकार सहकर्मचारी समस्ते दायी हे सरकार दायी हे आम आमको 100 टंका देकी 8 घंटा 12 घंटा ड्यूटी करूँ वर्षर गोटे दिन भी आम छुट्टी नहीं आम 12 मास जाके ड्यूटी करूँ कौन सी दिन छुट्टी नहीं आमको सरकार खूब खूब शोषण कर आमको यदि सरकार यदि आम कथा दाबी पूरण न करे आम स्वतंत्र आत्महत्या करने बाध्य हूँ अल्प दिन भर आम आत्महत्या करूँ किंतु सरकार से सरकार दायी हे ये कही रही। नमस्कार धन्यवाद।